ଆଉ ନାହାନ୍ତି ଏହି ବିଶିଷ୍ଟ ଗାୟକ। ନମସ୍କାର ଦର୍ଶକ ବନ୍ଧୁ, ସ୍ୱାଗତ କରୁଛି ଆପଣଙ୍କୁ ଆପଣଙ୍କର ପ୍ରିୟ ଚ୍ୟାନେଲ ଏନ୍ଜି ଅପଡେଟ୍କୁ। ଦର୍ଶକ ବନ୍ଧୁ, ଆପଣମାନେ ଠିକ୍ ଶୁଣିଛନ୍ତି, ଆଉ ନାହାନ୍ତି ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଉସ୍ତାଦ ରସିଦ୍ ଖାନ୍। ମଙ୍ଗଳବାର ସେ କୋଲକାତାରେ ଏକ ଡାକ୍ତରଖାନାରେ 55 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ପ୍ରୋଷ୍ଟେଟ୍ କ୍ୟାନ୍ସର ସହିତ ଲଢ଼ୁଥିଲେ। ଡିସେମ୍ବରରୁ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା। ଡିସେମ୍ବର 23ରେ ତାଙ୍କୁ ଏକ ମୁମ୍ବାଇର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ପରେ ତାଙ୍କୁ କୋଲକାତାକୁ ସ୍ଥାନାନ୍ତରିତ କରାଯାଇଥିଲା। ଗତ କିଛିଦିନ ହେବ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ଏବଂ ସେ ଭେଣ୍ଟିଲେଟରରେ ଥିଲେ। ପ୍ରଥମେ ତାଙ୍କୁ ମୁମ୍ବାଇ ଟାଟା ମେମୋରିଆଲ କର୍କଟ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା, କିନ୍ତୁ ପରେ ତାଙ୍କୁ କୋଲକାତା ସ୍ଥାନାନ୍ତରିତ କରାଯାଇଥିଲା। ଉସ୍ତାଦ ରସିଦ୍ ଖାନ୍ ଉତ୍ତରପ୍ରଦେଶର ବଦାୟୁଁରେ ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କ ଜେଜେବାପା ଉସ୍ତାଦ ନିସାର ହୁସେନ ଖାନଙ୍କଠାରୁ ତାଲିମ ନେଇଥିଲେ। ରସିଦ୍ ପ୍ରଥମ ମଞ୍ଚ ପ୍ରଦର୍ଶନ 11 ବର୍ଷରେ ହୋଇଥିଲା। ସେ ରାମପୁର ସାହସୱାନା ଘରନୈରେ ଜଣେ ଗାୟକ ଥିଲେ। ସେ ଚଳଚ୍ଚିତ୍ରରେ ମଧ୍ୟ ସ୍ୱର ଦେଇଥିଲେ। ସେ ଜବ୍ ୱି ମେଟ୍ରେ ଗାଇଥିବା ବନ୍ଦିଶ ଗୀତ ବହୁତ ଲୋକପ୍ରିୟ ହୋଇଥିଲା। ରସିଦ୍ ଖାନ୍ ତାଙ୍କ ଜେଜେବାପା ପରି ଭାବବିହ୍ୱଳ ହୋଇ ଗୀତ ଗାଉଥିଲେ। ଏଥିସହିତ ସେ କିଙ୍ଗ୍ ଖାନ୍ ଶାହରୁଖ ଖାନଙ୍କ ଫିଲ୍ମ ମାଇ ନେମ୍ ଇଜ୍ ଖାନ୍ରେ ମଧ୍ୟ ଗୀତ ଗାଇଛନ୍ତି। କେବଳ ଏତିକି ନୁହେଁ, ଉସ୍ତାଦ ମଧ୍ୟ ତାଙ୍କ ସ୍ୱରର ଯାଦୁ ରାଜ 3, କାଦମ୍ବରୀ, ଶାଦୀ ମେ ଜରୁର ଆନା, ମଣ୍ଟୋ ଭଳି ଚଳଚ୍ଚିତ୍ରରେ ଦେଇଛନ୍ତି। ନିଜ ସ୍ୱର ସହିତ ସଙ୍ଗୀତ ଜଗତକୁ ବିସ୍ମିତ କରିଥିବା ଉସ୍ତାଦ ରସିଦ୍ ଖାନ୍ଙ୍କୁ ପଦ୍ମଶ୍ରୀ ଏବଂ ପଦ୍ମଭୂଷଣରେ ପୁରସ୍କୃତ ମଧ୍ୟ କରାଯାଇଥିଲା। ତେବେ ତାଙ୍କ ବିୟୋଗରେ ସାରା ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି। ତେବେ ଦର୍ଶକ ବନ୍ଧୁ, ଆପଣ ରସିଦ୍ ଖାନ୍ଙ୍କର କେଉଁ ଗୀତ ଶୁଣିଛନ୍ତି ଆମକୁ କମେଣ୍ଟ ସେକ୍ସନ ମାଧ୍ୟମରେ ନିଶ୍ଚିତ ଜଣାନ୍ତୁ।